ଯେମିତିକି ଓଡ଼ିଶା ଗଭର୍ଣ୍ଣମେଣ୍ଟ ବୟସ ସୀମା 42 କରିବା ପରେ ବି OHPC 32 ବର୍ଷ ହିଁ ବୟସ ବାହାର କଲା। ତ ସେଇଥିପାଇଁ ଆମ ଓଡ଼ିଶା ପିଲାମାନେ ଦାବି କରିଛନ୍ତି କି ବୟସ ସୀମା 32ରୁ 42 ହେଉ। ସେ ନେଇ ପ୍ରମେୟ ପେପର ଆପଣଙ୍କର ସକାଳ ସମ୍ବାଦ ଏମିତି ପେପର ସବୁ ଆସିଛି। ତ କିଛି ବି ମାନେ ହେଇପାରେ ବୟସ ସୀମାର ବି ବୃଦ୍ଧି। ତ ଦେଖିପାରୁଥିବେ ଏଇଠି ଏ ପେପରରେ ଏହା ଅଛି, ଆପଣମାନେ ବି ପାଇଥିବେ। OHPCରେ ଆବେଦନ ବୟସ ସୀମା 42 ବର୍ଷ ହେଉ, ଏମିତି କିଛି ପ୍ରମେୟ ପେପର ଅଛି। ତ ପିଲାମାନେ ଅଲରେଡ଼ି ଲାଗିଛନ୍ତି, ଦେଖିପାରୁଥିବେ। କ'ଣ ଅଛି ନା ସରକାରୀ ଉଦ୍ୟୋଗ PSUରେ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ପ୍ରଦାନ କରାଯାଉ। ସେହିପରି ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ ଲିମିଟେଡ୍ OHPCରେ ପ୍ରକାଶ ପାଇଥିବା ନିଯୁକ୍ତିର ବୟସ ସୀମା ବୃଦ୍ଧି କରାଯାଉ। ସେମାନେ ଆବେଦନ କରିଛନ୍ତି। ଏପରି ଦାବି କରି ମୁଖ୍ୟମନ୍ତ୍ରୀ ମୁଖ୍ୟ ଶାସନ ସଚିବକୁ ଚିଠି କରିଛନ୍ତି ନିଯୁକ୍ତି ଆଶାୟୀ। ତ ଆଶାୟୀ ଯେଉଁମାନେ ସମସ୍ତେ ଯେ 42 ବର୍ଷ ହେଇଗଲେ କେଉଁଠି ନା କେଉଁଠି ଯେଉଁମାନଙ୍କର ବୟସ ସୀମା ଅଛି ସେମାନେ ଲାଗିପାରିବେ ଆଉ ଚାକିରି ପାଇଁ ଆବେଦନ କରିପାରିବେ। ଓକେ, ଆପଣମାନେ ଯଦି ଚାହୁଁଥିବେ କି ଆପଣମାନେ ଏଥିରେ ଏକମତ ଥିବେ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇବେ। ନିଯୁକ୍ତି ତାପରେ ଆଉ ଦେଖିବା କ'ଣ ଅଛି ନା ନିଯୁକ୍ତି ଆଶାୟୀଙ୍କ କହିବା କଥା, ବର୍ତ୍ତମାନ ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଉଦ୍ୟୋଗରେ ବିଭିନ୍ନ ପଦବୀ ଖାଲି ରହିଛି। ଏହିପରି PSU ମାନେ ଆଉଟସୋର୍ସିଂ ଦ୍ୱାରା କାର୍ଯ୍ୟ କରାଉଛନ୍ତି। ଏପରିକି ଅନେକ PSUରେ ଆଦୌ ପଦବୀ ହିଁ ସୃଷ୍ଟି କରାଯାଉ ନାହିଁ। ସବୁ ସମୟରେ ଏହି PSUରେ ନିୟମିତ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଏ ନାହିଁ। ଗତ 11 ତାରିଖରେ OHPC ପକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ଏଥିରେ ଆବେଦନକାରୀଙ୍କ ସର୍ବୋଚ୍ଚ ବୟସ ସୀମା 32 ବର୍ଷ ରଖାଯାଇଛି। ସବୁ ସମୟରେ ନିୟମିତ ଭାବେ ନିଯୁକ୍ତି ବାହାରୁ ନାହିଁ। ଅନ୍ୟ ରାଜ୍ୟ ସରକାର ଆବେଦନର ବୟସ ସୀମା ଅଧିକ ରଖିଥିବା ବେଳେ PSU ସଂସ୍ଥା ମାନେ 32 ବର୍ଷ କାହିଁକି ରଖିବେ ବୋଲି ଆଶାୟୀ ସୁନୀଲ କୁମାର ମିଶ୍ର କହିଛନ୍ତି। ଅନ୍ୟପଟେ OHPC ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସର୍ବୋଚ୍ଚ ବୟସ ସୀମା 42 କରିବାକୁ ସେମାନେ ଦାବି କରିଛନ୍ତି। ତ ନିଶ୍ଚିତ ଭାବରେ ଯଦି 42 ବର୍ଷ ହେଇଯାଏ ତାହେଲେ ବୟସ ସୀମା ଅଧିକ ପିଲା ହିଁ ଆପ୍ଲାଏ କରିପାରିବେ। ଦେନ୍ ଯେଉଁମାନେ କି 2 ବର୍ଷ ଧରି ପଢ଼ୁଥିଲେ ଆଉ ତାଙ୍କ ବୟସ ସରିଯାଇଛି ସେମାନେ କିଛି ଉପକୃତ ହେଇପାରିବେ। ତ ଏମିତି କିଛି ଅପଡ଼େଟ୍ ଅଛି OHPCରେ, ତ ବଢ଼ିପାରେ ବୟସ ସୀମା। ତ ଆପଣମାନେ ଦେଖିପାରୁଥିବେ ଏଠି ଆଉ ଆମର ଏଠି କ'ଣ ଲେଖିଛି ଏଇଟା ସକାଳରେ ନିଯୁକ୍ତି ବୟସ ସୀମା 32 ବୃଦ୍ଧିକୁ କମାଇଲା OHPC। ଆଚ୍ଛା, ନିଯୁକ୍ତି ବୟସ ସୀମା 32 ବର୍ଷକୁ କମାଇଲା OHPC। ମାନେ ଆଶା ଥିଲା ଅଲଗା କିନ୍ତୁ 32 ହେଇଗଲା। ନିଯୁକ୍ତି ପାଇଁ ସରକାରଙ୍କ ନିୟମକୁ ରାଜ୍ୟ UPSC ସଂସ୍ଥା ମାନୁନାହାନ୍ତି। ରାଇଟ୍ ଏଠି ବଡ଼ କଥା କହିଲା ଏଠି। ନିଯୁକ୍ତି ପାଇଁ ସରକାରଙ୍କ ନିୟମକୁ ରାଜ୍ୟ UPSC ସଂସ୍ଥା ମାନୁନାହାନ୍ତି। ମାନେ ସେ 42 କରୁଛି, ମାନେ 42 କରୁନାହାନ୍ତି। ସରକାରଙ୍କ ନୀତି ନିୟମକୁ ଅଣଦେଖା କରି ଇଚ୍ଛା ଅନୁଯାୟୀ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରୁଛନ୍ତି। ନିଯୁକ୍ତି ପାଇଁ ବୟସ ସୀମା 42 ବର୍ଷକୁ ରାଜ୍ୟ ସରକାର ବଢ଼ାଇବା ବେଳେ ରାଜ୍ୟ ଓଡ଼ିଶା ଜଳ ବିଦ୍ୟୁତ ନିଗମ OHPC ଏହାକୁ 32 ବର୍ଷ କରିଛି। ଏହାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ସେମାନେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। ମୋଟ 37ଟି ପଦବୀରେ ନିଯୁକ୍ତି ପାଇଁ OHPC ପକ୍ଷରୁ ଗତ 7 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ 12 ତାରିଖରୁ ଆବେଦନ ଆରମ୍ଭ ହୋଇ ଡିସେମ୍ବର 11 ପର୍ଯ୍ୟନ୍ତ ଚାଲିବ। ଏହି ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମା 32 ବର୍ଷ ଧାର୍ଯ୍ୟ କରାଯାଇଛି। ଏହାକୁ ନେଇ ଆଶାୟୀମାନେ ପ୍ରଶ୍ନ କରିଛନ୍ତି। ସରକାର ନିଯୁକ୍ତି ବୟସ ସୀମାକୁ 42 ବର୍ଷ କରିଥିବା ବେଳେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା PSU ସଂସ୍ଥା ଏହାକୁ କିପରି ଉଲ୍ଲଂଘନ କରୁଛି ବୋଲି ଆଶାୟୀ ମାନେ ପ୍ରଶ୍ନ କରିଛନ୍ତି। ଶେଷ ଥର ପାଇଁ 2022ରେ ପ୍ରକାଶିତ ବିଜ୍ଞପ୍ତିରେ ସର୍ବୋଚ୍ଚ ବୟସ ସୀମା 38 ବର୍ଷ ଥିଲା। ଚଳିତ ବର୍ଷ ଏହାକୁ ବଢ଼ାଇବା ବଦଳରେ କମାଇ ଦିଆଯାଇଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ OHPC କର୍ତ୍ତୃପକ୍ଷ କହିବା କଥା, କୋଭିଡ ପାଇଁ 2022ରେ ବୟସ ସୀମା କୋହଳ କରାଯାଇଥିଲା। ଏହାକୁ ଚଳିତ ବର୍ଷ ଉଠାଇ ଦିଆଯାଇ 32 ବର୍ଷ
କରାଯାଇଛି। ସରକାରଙ୍କ ନିୟମକୁ ଉଲ୍ଲଂଘନ କରି ବୟସ ସୀମା କମାଇ ଦିଆଯାଇଥିବାରୁ ଆଶାୟୀମାନେ ରାଜ୍ୟପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଏଚପିସି ଏମ୍ଡିକୁ ଲିଖିତ ଅଭିଯୋଗ କରିଛନ୍ତି। ନିୟମିତ ବ୍ୟବଧାନରେ ନିଯୁକ୍ତି ବାହାରୁ ନଥିବାରୁ ବୟସ ସୀମା 42 ବର୍ଷ ପାଇଁ ତ୍ୱରିତ ନିର୍ଦ୍ଦେଶ ଦେବା ସହ ଓଏଚପିସି ଖାଲି ଥିବା 4 ପଦ ନିଯୁକ୍ତି ଦେବାକୁ ଆଶାୟୀ ସୁନୀଲ କୁମାର ମିଶ୍ର, ବିକାଶ ପାତ୍ର, ପରମେଶ୍ୱର ବଳ ଓ ରଜତ ମୋଇ ମିଶ୍ର ପ୍ରମୁଖ ଦାବି କରିଛନ୍ତି। ତ ଇଏ ଚାଲିଛି ଓଏଚପିସିରେ ଏବେ ଅପଡ଼େଟ୍। ପିଲାମାନେ ବୟସ ସୀମା ବୃଦ୍ଧି ପାଇଁ ଲାଗିଛନ୍ତି। ଓକେ, ତ ଯଦି ଆପଣମାନେ ଓଏଚପିସି ପାଇଁ ପ୍ରିପାରେସନ୍ କରୁଛନ୍ତି ଆଣ୍ଡ କିଛି ଇନଫର୍ମେସନ୍ ପାଇଁ ମୋ ଚ୍ୟାନେଲ୍ ସହିତ କନେକ୍ଟ ରୁହନ୍ତୁ। ଯଦି କିଛି ଅପଡ଼େଟ୍ ମିଳେ ମୁଁ ଆପଣଙ୍କୁ ପୁଣି ଜଣେଇଦେବି। ଆଉ କେଉଁମାନେ ଚାହୁଁଛନ୍ତି କି ବୟସ ସୀମା ବୃଦ୍ଧି ହଉ, ନିଶ୍ଚିତ ଭାବରେ କମେଣ୍ଟ କରିକି ଜଣାଇବେ। ଓକେ, ଆଉ କିଛି ଅପଡ଼େଟ୍ ପାଇଁ କନେକ୍ଟ ରୁହନ୍ତୁ ଚ୍ୟାନେଲ୍ ସହିତ। ଥ୍ୟାଙ୍କ ୟୁ ଫର୍ ୱାଚିଂ ଦ ଭିଡ଼ିଓ। ଷ୍ଟେ ହାପି, ବାଏ ବାଏ।